ଜୟ ଶ୍ରୀରାମ। ନମସ୍କାର ଦର୍ଶକ ବନ୍ଧୁ, ବୀରେନ୍ ଉପଚାର କେନ୍ଦ୍ରକୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମ ପାଖାପାଖି ଜଙ୍ଗଲରେ ଏବଂ ଗାଁ ଅଞ୍ଚଳରେ ଏମିତି ଅନେକ ଔଷଧୀୟ ଗଛ ମିଳେ ଯାହାର ଗୁଣ ବିଷୟରେ ଅନେକ ଜାଣିନାହାନ୍ତି। ସେହିପରି ଗୋଟିଏ ଅଦ୍ଭୁତ ଔଷଧୀୟ ଗଛ ହେଉଛି ହିଡ଼ିମିଚା। ହିଡ଼ିମିଚା ଗଛର ପତ୍ର, ଫଳ, ମୂଳ ଦେହର ଅନେକ ସମସ୍ୟାରେ ଉପକାର ବୋଲି ପାରମ୍ପାରିକ ଔଷଧରେ କୁହାଯାଏ। ପାଚନ ଶକ୍ତି, ପେଟ ସମସ୍ୟା ଓ ଦେହକୁ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଆଜି ଆମେ ଜାଣିବା ହିଡ଼ିମିଚା କ'ଣ, ଏହାର ଔଷଧୀୟ ଗୁଣ କ'ଣ ଏବଂ କେମିତି ବ୍ୟବହାର କଲେ ଶରୀର ପାଇଁ ଉପକାର ମିଳିପାରିବ। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏବେ ଜାଣିବା ହିନ୍ଦୀରେ ଏହାକୁ ହରହର ମଧ୍ୟ କହିଥାନ୍ତି। ବଙ୍ଗଳାରେ ହିଡ଼ିମିଚା, ସଂସ୍କୃତରେ ଆଚାରୀ ଶଙ୍ଖଧାରା, ତେଲେଙ୍ଗାନାରେ ହାଡ଼େଚେ ଛେଟୁ ଏବଂ ଇଂରାଜୀରେ ୱାଟର ଗ୍ରେସ୍ ମଧ୍ୟ କହିଥାନ୍ତି। ଉଦ୍ଭିଦର ପରିଚୟ। ଏହା ଏକ ସନ୍ତସନ୍ତିଆ ପାଣି ରହିଥିବା ସ୍ଥାନରେ ବିଶେଷ ଭାବରେ ଦେଖାଯାଇଥାଏ। ପତ୍ରରେ ଡେମ୍ଫ ନଥାଏ। ପତ୍ର ଗୁଡ଼ିକ ପରସ୍ପର ବିପରୀତ ଦିଗକୁ ରହିଥାନ୍ତି। ସବୁ ସମୟରେ ପାଣି ସ୍ଥାନରେ ଦେଖାଯାଏ। କାଣ୍ଡର ଗଣ୍ଠିରୁ ଚେର ବାହାରି ମାଟି ଭିତରକୁ ପଶି ରହିଥିବା ହେତୁ ଗଛଟି ମାଡ଼ିବାରେ ସାହାଯ୍ୟ କରନ୍ତି। ସୂର୍ଯ୍ୟମୁଖୀ ବା ବିଶଲ୍ୟକରଣୀ ସ୍ତବକ ପରି ହୋଇଥାଏ। ବାହାର ପାଖରେ ଥିବା ଫୁଲ ଗୁଡ଼ିକ ମାଇ ଫୁଲ ଏବଂ ମଝିରେ ଥିବା ଫୁଲ ଗୁଡ଼ିକ ଉଭୟ ଲିଙ୍ଗ। ଫୁଲର ରଙ୍ଗ ହଳଦିଆ ହୋଇଥାଏ। ବିଭିନ୍ନ ରୋଗ ଉପଶମ ପାଇଁ ବ୍ୟବହାର ପ୍ରଣାଳୀ। ଶରୀରର ଦୁର୍ଗନ୍ଧ। ହିଡ଼ିମିଚା ରସରେ ସମୁଦ୍ର ଫେଣ 1:1 ମିଶାଇ ଦେହରେ ମାଲିସ କଲେ ଦେହର ଦୁର୍ଗନ୍ଧ ଭଲ ହୋଇ ଯାଇଥାଏ। ବସନ୍ତ ରୋଗ। ହିଡ଼ିମିଚା ରସରେ ଶୁକ୍ଳ ଚନ୍ଦନ ଚୂର୍ଣ୍ଣ 2 ଚାମଚ ରସ ସହିତ ଅଧ ଚାମଚ ଚନ୍ଦନ ଚୂର୍ଣ୍ଣ ଏକତ୍ରିତ କରି ରୋଗର ଆରମ୍ଭରେ ଦିନକୁ 4 ରୁ 5 ଥର କରି 2 ରୁ 3 ଦିନ ପର୍ଯ୍ୟନ୍ତ ପାନ କରାଇଲେ ରୋଗୀର ବସନ୍ତ ରୋଗ ଜନିତ କଷ୍ଟ ଦୂର ହୋଇଥାଏ ଏବଂ ବସନ୍ତ ରୋଗ ପରେ ଅନ୍ୟାନ୍ୟ ଉପସର୍ଗ ହୁଏ ନାହିଁ। ଏହି ଚିକିତ୍ସା ମିଳିମିଳା ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ମସ୍ତକ ଭ୍ରମ, ଅନ୍ଧାର କଣା, ପିତ୍ତ ବିକାର, କୃମି, ଚର୍ମ ରୋଗ ନିବାରଣ ନିମନ୍ତେ ହିଡ଼ିମିଚା ରସ 2 ରୁ 3 ଚାମଚ ସହିତ ମହୁ 1 ଚାମଚ ମିଶାଇ ପ୍ରତିଦିନ ଥରେ ଲେଖାଏଁ 10 ରୁ 15 ଦିନ ସେବନ କଲେ ଏହି ସବୁ ରୋଗ ପ୍ରଶମିତ ହୋଇଥାଏ। ଯଦି 1 ମାସ ପର୍ଯ୍ୟନ୍ତ ଖାଇଲେ ରୋଗୀ ଅଧିକ ଉପକୃତ ହୋଇଥାନ୍ତି। ହିଡ଼ିମିଚା ରସ 1 ଚାମଚ ସହ ଚିମୁଟାଏ ଗୋଲମରିଚ ଗୁଣ୍ଡ ମିଶାଇ ଦିନକୁ ଥରେ ଲେଖାଏଁ 10 ରୁ 15 ଦିନ ଖାଇଲେ କଣ୍ଡୁ ନିବାରିତ ହୋଇଥାଏ। ଏହିପରି କାମଳ ରୋଗ ପ୍ରାରମ୍ଭରେ ଏହି ପ୍ରଣାଳୀ ସେବନ କଲେ ରୋଗୀ ଅନ୍ୟାନ୍ୟ ଉପସର୍ଗ ଜନିତ ରୋଗ ମଧ୍ୟ ଭଲ ହୋଇଥାଏ। ହିଡ଼ିମିଚା ରସରେ ରାଶି ତେଲ ସମ ଅନୁପାତରେ ମିଶାଇ ମୁଣ୍ଡରେ ମାଲିସ କଲେ ମୁଣ୍ଡ ରୋଗ ତଥା ଚକ୍ଷୁ ରୋଗ ଭଲ ହୋଇଥାଏ। ଅନ୍ତବିକାର। ଏହାର ରସ ଓ ଲହୁଣୀ ସମ ଅନୁପାତରେ ଦିନକୁ ଥରେ କରି 1 ମାସ ପର୍ଯ୍ୟନ୍ତ ସେବନ କଲେ ସମସ୍ତ ପ୍ରକାର ଅନ୍ତବିକାର ଭଲ ହୋଇଯାଇଥାଏ। କୁକୁର କାମୁଡ଼ିବା ବିଷ ନିବାରଣ ପାଇଁ ଏହାର ମୂଳ 4 ରୁ 5 ଗ୍ରାମକୁ ପାଣିରେ ବାଟି ସେବନ କରିବେ। କୁକୁର କାମୁଡ଼ିଥିବା କ୍ଷତରେ ଦିନକୁ 2 ଥର କରି ଲଗାଇବେ। ଏହିପରି ଭାବରେ 7 ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେଲେ କୁକୁର କାମୁଡ଼ିବା ବିଷ ମଧ୍ୟ ଭଲ ହୋଇଯାଇଥାଏ। ପିଲାଙ୍କର ଦୃଷ୍ଟି ଦୋଷ ବିନାଥେ। ପିଲାଙ୍କୁ ସ୍ନାନ କରାଇଲା ବେଳେ ଏହି ପତ୍ରରୁ ମୁଠାଏ ଆଣି ବାଟି ବାଲ୍ଟିଏ ପାଣିରେ ଗୋଳାଇ ଦିଅନ୍ତୁ। ସେହି ପାଣିରେ ଛୋଟ ପିଲାଙ୍କୁ ପ୍ରତିଦିନ ଗାଧୋଇ ଦେଲେ ପିଲାମାନଙ୍କର ଦୃଷ୍ଟି ଦୋଷ ଭଲ ହୋଇଥାଏ। ଏହା ବ୍ୟତୀତ ପିଲାଙ୍କର ଚର୍ମ ଉଜ୍ଜଳ ରହେ ଏବଂ
ଚିକଣ ମଧ୍ୟ ହୋଇଯାଇଥାଏ। ପିତ୍ତ ନିବାରଣ ନିମନ୍ତେ ପ୍ରତିଦିନ ଏହାର ରସ 1 ଚାମଚ କରି ସେବନ କଲେ ପିତ୍ତ ବିନାଶ ହୋଇଥାଏ। ଏକ୍ସଟ୍ରା ଟିପ୍ସ, ଦୃଷ୍ଟି ଶକ୍ତି ବହୁଦିନ ପର୍ଯ୍ୟନ୍ତ ବଜାଇ ରଖିବା ପାଇଁ ପ୍ରତିଦିନ ହିଡ଼ିମିଞ୍ଚା ଶାଗ ଖାଇବା ଉଚିତ। ପ୍ରତିଦିନ ହୁଏତ ହିଡ଼ିମିଞ୍ଚା ଶାଗ ମିଳିବା କଷ୍ଟକର ହୋଇଥାଏ। ତେଣୁ ଯେତେବେଳେ ମିଳିବ ତାର ସଦୁପଯୋଗ କଲେ ବିଶେଷତଃ ଚକ୍ଷୁଜନିତ ରୋଗ ଆଦୌ ହୁଏ ନାହିଁ। ଏହିପରି ଆୟୁର୍ବେଦିକ ଉପଚାର ଭିଡ଼ିଓ ପାଇଁ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସାଙ୍ଗମାନଙ୍କୁ ସେୟାର ନିଶ୍ଚୟ କରନ୍ତୁ। ଆମ ଚ୍ୟାନେଲ ବୀରେନ ଉପଚାର କେନ୍ଦ୍ରକୁ